ସାଧାରଣତଃ ଯେତେବେଳେ ଆମେ ଗୋଟେ ପୁଅ ଝିଅଙ୍କର ବିବାହ କରିବାକୁ ଯାଆନ୍ତି ସେତେବେଳେ ଝିଅର ସୁଲକ୍ଷଣ ଗୁଡ଼ିକୁ ଦେଖନ୍ତି। କାହିଁକି ନା କଥାରେ ଅଛି ଝିଅର ଲକ୍ଷଣ ଭଲ ଥିଲେ ପୁରୁଷର ଉନ୍ନତି ହୋଇଥାଏ। ପୁରୁଷ ଯଦି କର୍ମ ନ କରିବ ଖାଲି ଲକ୍ଷଣ ଭଲ ହେଲେ କ'ଣ ହେଇଯିବ? ଉଦ୍ଯୋଗୀ ଜନ ଲକ୍ଷ୍ମୀ ନନ୍ଦନ ହୁଅନ୍ତି ସର୍ବକାଳେ। ଯିଏ ଉଦ୍ଯୋଗ କରିବ, ଯିଏ କର୍ମ କରିବ, ଲକ୍ଷ୍ମୀ ସଦା ସର୍ବଦା ତା ଉପରେ ପ୍ରସନ୍ନ ହୋଇଥାନ୍ତି। ଆମ ଜଗନ୍ନାଥ ସଂସ୍କୃତିରେ ପ୍ରତ୍ୟେକ ପୁରୁଷର କାନ୍ଧରେ ଲକ୍ଷ୍ମୀ ରହିଥାନ୍ତି। ଯେତେବେଳେ ଜଗନ୍ନାଥ ମହାପ୍ରଭୁ ରଥରୁ ବୁଲି ଯେତେବେଳେ ମନ୍ଦିର ଭିତରେ ପ୍ରବେଶ କରନ୍ତି ସେତେବେଳେ ଗଜପତି ମହାରାଜା ନିଜ କାନ୍ଧରେ ଲକ୍ଷ୍ମୀ ଠାକୁରାଣୀଙ୍କୁ କାନ୍ଧରେ ରଖିକି ଟିକେ ପ୍ରଭୁ ଆଡ଼କୁ ଚାହିଁ ଦିଅନ୍ତି। ପ୍ରଭୁ କାନ୍ଧରେ ଧରି ମନ୍ଦିର ଭିତରେ ପ୍ରବେଶ କରନ୍ତି। ପୁରୁଷର କାନ୍ଧରେ ଲକ୍ଷ୍ମୀ ସେ ପର୍ଯ୍ୟନ୍ତ ରହିଥାନ୍ତି ଯେ ପର୍ଯ୍ୟନ୍ତ ସିଏ ପତ୍ନୀକୁ ସମ୍ମାନ ଦେଉଥାଏ, ମର୍ଯ୍ୟାଦା ଭିତରେ ରଖିଥାଏ। ନାରୀର ସୁଗୁଣ ଆଉ ପୁରୁଷର କର୍ମ ମିଶି ସଂସାର ଉନ୍ନତି ହୋଇଥାଏ।